ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜି ଆପଣଙ୍କୁ ଜଣା ଚ୍ୟାନେଲର ସ୍ୱାଗତ। ଗୋମାତାଙ୍କୁ ନେଇ 50ଟି ରୋଚକ ତଥ୍ୟ ବିଷୟରେ ଆପଣମାନଙ୍କୁ ଜଣାଉଛି। ଯଦି ତଥ୍ୟଟି ଭଲ ଲାଗେ ତେବେ ଆପଣମାନେ ଲାଇକ୍ କରନ୍ତୁ, କମେଣ୍ଟସ୍ ମାଧ୍ୟମରେ କିଛି କମେଣ୍ଟସ୍ ଦିଅନ୍ତୁ। ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଫଳରେ ନୂଆ ନୂଆ ତଥ୍ୟ ବିଷୟରେ ଆପଣମାନେ ଜାଣିପାରିବେ। ପ୍ରଥମେ ଆମେ ଜାଣିବା, ଗାଈ ଯେଉଁଠାରେ ଠିଆ ହୋଇ ଶାନ୍ତିରେ ନିଶ୍ୱାସ ନିଏ ସେଠାରେ ବାସ୍ତୁଦୋଷ ଦୂର ହୁଏ। ଗାଈ ଦେହରେ 33 କୋଟି ଦେବାଦେବୀ ବାସ କରନ୍ତି। ଗାଈ ଯେଉଁଠାରେ ଖୁସିରେ ବୋବାଇବା ଆରମ୍ଭ କରେ ସେହି ସ୍ଥାନରେ ଦେବାଦେବୀମାନେ ଫୁଲ ବୃଷ୍ଟି କରନ୍ତି। ଗାଈ ବେକରେ ସର୍ବଦା ଘଣ୍ଟି ବାନ୍ଧନ୍ତୁ। ଗାଈ ବେକରେ ଘଣ୍ଟି ବାଜିଲେ ଏହାକୁ ଗାଈ ଆରତି ବୋଲି ବିବେଚନା କରାଯାଏ। ଗାଈର ସେବା ଏବଂ ପୂଜା କରୁଥିବା ବ୍ୟକ୍ତିଙ୍କୁ ଗୋମାତା ରକ୍ଷା କରନ୍ତି। ତାଙ୍କ ଉପରେ ଆସୁଥିବା ସମସ୍ତ ପ୍ରକାର ବିପଦକୁ ଦୂର କରନ୍ତି। ନାଗ ଦେବତା ଗାଈର ଖୁରାରେ ବାସ କରନ୍ତି। ଗାଈ ଯେଉଁ ସ୍ଥାନରେ ବିଚରଣ କରେ ସେଠାକୁ ସାପ ଏବଂ ବିଛା ଆସନ୍ତି ନାହିଁ। ଦେବୀ ଲକ୍ଷ୍ମୀ ଗାଈର ଗୋବରରେ ବାସ କରନ୍ତି। ସେହିପରି ଦେବୀ ଗଙ୍ଗା ଗୋମୂତ୍ରରେ ବାସ କରନ୍ତି। ଘର, ଦୋକାନ ଏବଂ ମନ୍ଦିର ପରିସରରେ ପ୍ରତିଦିନ ଗୋବର ଘଷି ଜାଳିବା ଦ୍ୱାରା ପରିବେଶ ପବିତ୍ର ହୁଏ ଏବଂ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୁଏ। ଗାଈର ଗୋଟିଏ ଆଖିରେ ସୂର୍ଯ୍ୟ ବାସ କରନ୍ତି ଏବଂ ଅନ୍ୟ ଆଖିରେ ଚନ୍ଦ୍ର ବାସ କରନ୍ତି। ଗାଈର ଏହି ପୃଥିବୀର ଏକମାତ୍ର ଜୀବନ୍ତ ଦେବତା। ଗାଈ ହେଉଛି ଅନ୍ନପୂର୍ଣ୍ଣା ଦେବୀ, କାମଧେନୁ ଏବଂ ଇଚ୍ଛା ମଧ୍ୟ ପୂରଣ କରନ୍ତି। ଗାଈ କ୍ଷୀରରେ ସୁବର୍ଣ୍ଣ ସେତୁ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଭଗବାନ ହନୁମାନ ଗାଈର ଲାଞ୍ଜରେ ବାସ କରନ୍ତି। ଯଦି କେହି ଖରାପ ଦୃଷ୍ଟି ଦ୍ୱାରା ପ୍ରଭାବିତ ହୁଅନ୍ତି ତେବେ ଗାଈର ଲାଞ୍ଜରେ ଝାଡ଼ିଦେଲେ ତାହା ଦୂର ହୋଇଯାଏ। ଗାଈର ପିଠିରେ ଏକ ପ୍ରମୁଖ ଚୂଳ ଅଛି। ଏହି ଚୂଳରେ ସୂର୍ଯ୍ୟକେତୁ ନାଡ଼ି ରହିଥାଏ। ପ୍ରତିଦିନ ସକାଳ ଅଧଘଣ୍ଟା ପାଇଁ ଗାଈର ଚୂଳକୁ ଘଷିବା ରୋଗ ଦୂର କରିବାରେ ସାହାଯ୍ୟ କରେ। ଗାଈର କ୍ଷୀର ଅମୃତ। ଗୋମାତା ଧର୍ମର କେନ୍ଦ୍ରବିନ୍ଦୁ। ଗୋମାତା ବିନା ଧର୍ମ କଳ୍ପନା କରାଯାଇପାରିବ ନାହିଁ। ଗୋମାତା ଜଗତର ମାତା। ଗୋମାତା ପୃଥିବୀର ସ୍ୱରୂପ। ଗୋମାତା ସମସ୍ତ ଦେବାଦେବୀଙ୍କ ଅବତାର। ଗୋମାତା ବିନା ଦେବତା ଏବଂ ଦେବପୂଜା ଅସମ୍ପୂର୍ଣ୍ଣ। ଗୋଟିଏ ଗାଈକୁ ଖାଦ୍ୟ ଦେବା 33 କୋଟି ଦେବତାଙ୍କୁ ଖାଦ୍ୟ ଅର୍ପଣ କରିବା ସହିତ ସମାନ। ଗୋମାତାଙ୍କଠାରୁ ମାନବ ବଂଶର ପ୍ରତିଷ୍ଠିତ ହୋଇଥିଲା। ଗୋମାତା 14 ରତ୍ନ ମଧ୍ୟରୁ ଗୋଟିଏ। ଗୋମାତା ମାତା ଭବାନୀଙ୍କ ସ୍ୱରୂପ। ଗୋମାତାଙ୍କ ପଞ୍ଚାମୃତ ବିନା ପୂଜାପାଠ ଏବଂ ହୋମଯଜ୍ଞ ସଫଳ ହୁଏ ନାହିଁ। ଗାଈ କ୍ଷୀର, ଘିଅ, ଲହୁଣୀ, ଦହି, ଗୋବର ଏବଂ ଗୋମୂତ୍ରରୁ ତିଆରି ପଞ୍ଚାମୃତ ହଜାର ହଜାର ରୋଗର ଔଷଧ। ଏହା ସେବନ ଅସାଧ୍ୟ ରୋଗରୁ ମୁକ୍ତି ଦିଏ। ଯେଉଁମାନେ ଘରେ ଗାଈକୁ ରଖନ୍ତି ଏବଂ ତାଙ୍କର ସେବା କରନ୍ତି ସେମାନେ ସୁଖୀ, ଆଧ୍ୟାତ୍ମିକ ଜୀବନ ବିତାନ୍ତି। ସେମାନଙ୍କର ଅକାଳ ମୃତ୍ୟୁ ହୁଏ ନାହିଁ। ଯେଉଁମାନେ ସମ୍ପୂର୍ଣ୍ଣ ହୃଦୟ ମନ ଦେଇ ଗୋମାତାଙ୍କୁ ସେବା କରନ୍ତି ସେମାନେ ଏହାର ଲାଞ୍ଜ ଧରି ବୈତରଣୀ ନଦୀ ପାର ହୁଅନ୍ତି। ସେମାନଙ୍କୁ ଗୌଲୋକ ଧାମରେ ବାସସ୍ଥାନ ପ୍ରଦାନ କରାଯାଏ। ଗାଈ ଗୋବରକୁ ଜାଳେଣୀ ଭାବରେ ବ୍ୟବହାର କରାଯାଏ। ଗୋମାତା ସମସ୍ତ ଦେବତା ଏବଂ ମଣିଷଙ୍କ ଦ୍ୱାରା ପୂଜା ପାଆନ୍ତି। ଗୋମାତା ଲୋକଧାମ ସ୍ୱର୍ଗ ଏବଂ ଇନ୍ଦ୍ରଲୋକଠାରୁ ଉଚ୍ଚ। ଗୋମାତା ବିନା ଜଗତର ସୃଷ୍ଟି ଅସମ୍ପୂର୍ଣ୍ଣ। ଗୋମାତାର ଦିବ୍ୟଶକ୍ତି ଯୋଗୁଁ ଜଗତର ସନ୍ତୁଳନ ବଜାୟ ରଖାଯାଏ। ଗୋମାତାଙ୍କ ସନ୍ତାନମାନଙ୍କ ସାହାଯ୍ୟରେ ଜମିରେ କରାଯାଉଥିବା ଚାଷ ହେଉଛି ସର୍ବୋତ୍ତମ ପ୍ରକାରର ଚାଷ। ଗୋମାତା ହେଉଛନ୍ତି ଜଣେ ମାତା ଯିଏ ଜୀବନସାରା କ୍ଷୀର ଯୋଗାଇଥାନ୍ତି। ଗାଈକୁ ମାତାଙ୍କଠାରୁ ମଧ୍ୟ ଉଚ୍ଚ ପଦବୀ ଦିଆଯାଏ। ଗୋମାତା ବାସ କରୁଥିବା ସ୍ଥାନ ଏକ ତୀର୍ଥସ୍ଥଳ ହୋଇଯାଏ। ଗୋମାତାର ସେବା କରି ଏବଂ ତାଙ୍କୁ ପରିକ୍ରମା କରି ସମସ୍ତ ତୀର୍ଥର ପୁଣ୍ୟ ଲାଭ ମିଳିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଭାଗ୍ୟରେଖା ସୁପ୍ତ ଥାଏ
ତେବେ ସେହି ବ୍ୟକ୍ତି ତାଙ୍କ ହାତ ପାପୁଲିରେ ଗୁଡ଼ ରଖି ମାତା ଗାଈଙ୍କୁ ଜିଭରେ ଚାଟିବାକୁ ଦେବା ଉଚିତ। ଗାଈ ଜିଭ ତାଳୁରେ ରଖାଯାଇଥିବା ଗୁଡ଼କୁ ଚାଟିବା ଦ୍ୱାରା ବ୍ୟକ୍ତିର ସୁପ୍ତ ଭାଗ୍ୟରେଖା ଖୋଲିଯାଏ। ଗୋମାତାଙ୍କୁ ତାଙ୍କ ଚାରି ପାଦ ମଧ୍ୟରେ ପରିକ୍ରମା କରିବା ଦ୍ୱାରା ଜଣେ ବ୍ୟକ୍ତି ଭୟମୁକ୍ତ ହୋଇଯାଏ। ଗୋମାତା ଆନନ୍ଦରେ ନିଶ୍ୱାସ ନିଅନ୍ତି ଏବଂ ନିଶ୍ୱାସ ଛାଡ଼ନ୍ତି। ସେଠାରେ ନକାରାତ୍ମକ ଶକ୍ତି ଦୂର ହୋଇଯାଏ ଏବଂ ସକାରାତ୍ମକ ଶକ୍ତି ପ୍ରାପ୍ତ ହୁଏ, ଯାହା ପରିବେଶକୁ ପବିତ୍ର କରେ। ମହାନ ବିଦ୍ୱାନ ଏବଂ ଧର୍ମର ରକ୍ଷକ ଗୋମାତାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ଦେବାଦେବୀମାନେ କେବଳ ଗୋମାତାଙ୍କ ସେବା କରିବା ପାଇଁ ଏହି ପୃଥିବୀରେ ଅବତାର ଗ୍ରହଣ କରିଛନ୍ତି। ଯେତେବେଳେ ଏକ ଗାଈ ଏକ ବାଛୁରୀକୁ ଜନ୍ମ ଦିଏ, ସେତେବେଳେ ଏକ ବନ୍ଧ୍ୟା ମହିଳାଙ୍କୁ ପ୍ରଥମ କ୍ଷୀର ପିଇବାକୁ ଦେବା ଦ୍ୱାରା ତାଙ୍କର ବନ୍ଧ୍ୟାତ୍ୱ ଦୂର ହୁଏ। ପ୍ରତିଦିନ ଏକ ସୁସ୍ଥ ଗାଈର 2 ତୋଳା ଗୋମୂତ୍ର 7 ସ୍ତର କପଡ଼ା ମାଧ୍ୟମରେ ଛାଣି ସେବନ କରିବା ଦ୍ୱାରା ସମସ୍ତ ରୋଗ ଭଲ ହୁଏ। ଗାଈ ଯାହାକୁ ପ୍ରେମପୂର୍ଣ୍ଣ ଆଖିରେ ଦେଖେ, ସେ ଗାଈ ଦ୍ୱାରା ଆଶୀର୍ବାଦ ପାଏ। ଗାଈ ହେଉଛି ଏ ଜଗତର ଜୀବନ ଶକ୍ତି। କଳା ଗାଈକୁ ପୂଜା କରିବା ଦ୍ୱାରା 9ଟି ଗ୍ରହ ଶାନ୍ତି ରହିଥାଏ। ଯେଉଁମାନେ ଭକ୍ତିର ସହିତ ଗାଈଙ୍କୁ ପୂଜା କରନ୍ତି, ସେମାନେ ଶତ୍ରୁମାନଙ୍କର କୁପ୍ରଭାବରୁ ମୁକ୍ତି ପାଆନ୍ତି। ଧାର୍ମିକ, ଆର୍ଥିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସମସ୍ତ ଗୁଣରେ ପରିପୂର୍ଣ୍ଣ ଗାଈ। ଗାଈ ଏକ ଶକ୍ତିଶାଳୀ ମନ୍ଦିର। ଆମ ସନାତନ ଧର୍ମରେ 33 କୋଟି ଦେବାଦେବୀ ଅଛନ୍ତି। ଆମେ ପ୍ରତିଦିନ ସେମାନଙ୍କ ମନ୍ଦିରକୁ ଯାଇ ସେମାନଙ୍କ ଦର୍ଶନ କରିପାରିବା ନାହିଁ, କିନ୍ତୁ ଗାଈକୁ ଦର୍ଶନ କରି ଆମେ ସମସ୍ତ ଦେବାଦେବୀମାନଙ୍କୁ ଦର୍ଶନ କରିପାରିବା। ଯଦି କୌଣସି ଶୁଭ କାର୍ଯ୍ୟ ଅଟକି ରହିଛି ଏବଂ ବାରମ୍ବାର ପ୍ରୟାସ ପରେ ମଧ୍ୟ ସଫଳ ହେଉନାହିଁ, ତେବେ ଗୋମାତାଙ୍କ କାନରେ ଏହାକୁ କୁହନ୍ତୁ ଏବଂ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଗୌଲୋକ ଧାମରେ ମୋକ୍ଷ ଚାହୁଁଥିବା ବ୍ୟକ୍ତି ଶୀଘ୍ର ଗାଈ ସେବା କରିବା ଉଚିତ। ଗୋମାତା ସମସ୍ତ ସୁଖର ଦାତା। ହେ ମାତା, ତୁମେ ଅନନ୍ତ, ତୁମର ଗୁଣ ଅନନ୍ତ। ଜୟ ଜଗନ୍ନାଥ।